ହାଲେଲୁୟା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧୁର ନାମରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଉ ଆପଣମାନେ ଭଲରେ ଅଛନ୍ତି? ଆମ ସିୟନ ମଣ୍ଡଳୀ ଖ୍ରୀଷ୍ଟିଆନ ମେସେଜ ଶୁଣୁଅଛନ୍ତି ବୋଲି ଆମେ ଆଶା କରୁଅଛୁ। ଯାହା ବି ହେଉ, ପ୍ରଭୁ ଏହି ସନ୍ଧ୍ୟାକାଳ ସମୟରେ ଆମମାନଙ୍କ ଜୀବନରେ ଆଉ ଏକ ଦିନ ଦେଇ ଅଛନ୍ତି। ପ୍ରଭୁ ଆମମାନଙ୍କ ଜୀବନରେ ଅସାରତର ଆୟୁଷ ଯେତିକି ଦେଇ ଅଛନ୍ତି, ସେ ସମସ୍ତ ଆୟୁଷ ମଧ୍ୟରେ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା, ପ୍ରଭୁଙ୍କର ଗୌରବ କରିବା, ଏହା ଆମମାନଙ୍କର ପୂର୍ଣ୍ଣ କର୍ତ୍ତବ୍ୟ ଅଟେ। ଯାହା ବି ହେଉ, ଆସନ୍ତୁ ମୋ ସହିତ ଖୋଲନ୍ତୁ ରୋମିଓ ପୁସ୍ତକ 8 ପର୍ବ ତାର 28 ପଦ ମୁଁ ପଢ଼ୁଛି। ମୋ ସହିତ ଆପଣମାନେ ପଢ଼ନ୍ତୁ, ଧ୍ୟାନ କରନ୍ତୁ। ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୁତ ହୋଇଅଛନ୍ତି, ଈଶ୍ୱର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ। କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି। ଆଉ ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ, ସେମାନଙ୍କୁ ସେ ମଧ୍ୟ ଆହ୍ୱାନ କଲେ। ପୁଣି ଯେଉଁମାନଙ୍କୁ ସେ ଆହ୍ୱାନ କଲେ, ସେମାନଙ୍କୁ ସେ ମଧ୍ୟ ଧାର୍ମିକ ବୋଲି ଗଣିଲେ। ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ, ସେମାନଙ୍କୁ ସେ ମଧ୍ୟ ଗୌରବାନ୍ୱିତ କଲେ। ପ୍ରଭୁ ପଠିତ ବାକ୍ୟ ଦେଇ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତକାରୀ ସଦା ପ୍ରଭୁ ଆଶ୍ଚର୍ଯ୍ୟ ପରାକ୍ରାନ୍ତ ପରମେଶ୍ୱର, ତୁମକୁ ଧନ୍ୟବାଦ କରୁଛୁ। ଆଜିର ବାକ୍ୟ ଯେ ପ୍ରକାର ତୁମ ଲୋକମାନଙ୍କ ଜୀବନରେ 30 ଗୁଣ 60 ଗୁଣ 100 ଗୁଣ ଯେ ପ୍ରକାର ଫଳ ଫଳିବ ଏବଂ ପରମେଶ୍ୱର ଆତ୍ମିକତାରେ ବଢ଼ିପାରିବେ, ସେଥିପାଇଁ ସାହାଯ୍ୟ କର। ଏହି ଶେଷ କାଳ ସମୟରେ ତୁମର ବାକ୍ୟ ନେଇ ବଞ୍ଚିପାରିବେ, ଜାଗ୍ରତମୟ ଜୀବନଯାପନ କରିବେ, ସେଥିପାଇଁ ସାହାଯ୍ୟ କର ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପ୍ରଭୁ। ଆମେନ୍। ହାଲେଲୁୟା। ମୋ ପ୍ରିୟ ଲୋକମାନେ, ଏ ଜାଗାରେ ଲେଖାଯାଇଛି, ରୋମିଓ ମଣ୍ଡଳୀକୁ ପ୍ରେରିତ ପାଉଲ କହୁଅଛନ୍ତି, ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ସେମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୁତ ହୋଇଅଛନ୍ତି। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଆମେମାନେ ପରମେଶ୍ୱରଙ୍କୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମେ କି ପ୍ରକାର ପ୍ରେମ କରୁଅଛୁ? ଆମେ ଯଦି ପ୍ରେମ କରୁଅଛୁ, ତାହେଲେ ତାହାଙ୍କ ସଂକଳ୍ପ ଅନୁସାରେ ଆମେମାନେ ଡକାଯାଇଅଛୁ। ହାଲେଲୁୟା। ପ୍ରଭୁ ଆମମାନଙ୍କୁ ଡାକି ଅଛନ୍ତି। ପ୍ରଭୁ ଆମମାନଙ୍କୁ ପୂର୍ବରୁ ହିଁ ମନୋନୀତ କରିଅଛନ୍ତି। ଲୋକମାନେ କହନ୍ତି, ଯୀଶୁଙ୍କୁ ବିଶ୍ୱାସ କରିବା ପାଇଁ ଲୋକମାନେ ଟଙ୍କା ଦେଉଛନ୍ତି, ଲୋକମାନେ ଛେଳି ମେଣ୍ଢା ଗାଈ ଗୋରୁ ଦେଉଛନ୍ତି, ଲୋକମାନଙ୍କୁ ବିଭିନ୍ନ ପ୍ରକାର ଚଳନା କଥା କହିକରି ଖ୍ରୀଷ୍ଟିଆନ କରୁଛନ୍ତି ବୋଲି ଲୋକମାନେ ଭାବୁଛନ୍ତି। ଯେଉଁ ଲୋକମାନେ ସେ ପ୍ରକାର ଭାବୁଛ, ସେମାନଙ୍କୁ ମୁଁ ଆଜି ତୁମମାନଙ୍କୁ এই ଭିଡ଼ିଓ ମାଧ୍ୟମରେ ତୁମମାନଙ୍କୁ ଜଣାଇ ଦେଉଅଛି, ଆପଣମାନେ ବଡ଼ ଭ୍ରାନ୍ତ ଅଟନ୍ତି। ଆପଣମାନେ ପୁରା ଅଜ୍ଞ ଅଟ। ଯେହେତୁ ପରମେଶ୍ୱର ଯାହାକୁ ମନୋନୀତ କରିଛନ୍ତି, ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ତାହାଙ୍କର ସଂକଳ୍ପ ଅନୁସାରେ ଯେଉଁମାନଙ୍କୁ ଡାକିଛନ୍ତି, ସେମାନେ ଅଛନ୍ତି ତାଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ କ୍ରୀତ ଲୋକମାନେ। ଖ୍ରୀଷ୍ଟିଆନ ହେବାର ଅଛି ବୋଲି କହିଲେ ଗୋଟେ ଯୋଗ୍ୟତା ଆବଶ୍ୟକ ଅଛି। ପ୍ରଭୁଙ୍କୁ ବିଶ୍ୱାସ କରିବାର ଅଛି ବୋଲି କହିଲେ ଆମମାନଙ୍କର ଗୋଟେ ଯୋଗ୍ୟତା ଅଛି। ସେ ଯୋଗ୍ୟତା ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମେ ଆହୁତ ହେବାର, ଆହ୍ୱାନ ପ୍ରାପ୍ତ ହେବାର। ସେ ଆମମାନଙ୍କୁ ଏତେ କୋଟି କୋଟି ଲୋକମାନଙ୍କ ମଧ୍ୟରୁ ଆମମାନଙ୍କୁ ସେ କ'ଣ ପାଇଁ ବାଛିଛନ୍ତି? ସେ ଆମମାନଙ୍କୁ କ'ଣ ପାଇଁ ମନୋନୀତ କରିଅଛନ୍ତି? ସେ
କହୁଅଛନ୍ତି ମୋତେ ମନୋନୀତ କରିନାହଁ, କିନ୍ତୁ ମୁଁ ତୁମମାନଙ୍କୁ ମନୋନୀତ କରିଅଛି। ଆଉ ତୁମେମାନେ ଯେପରି ଯାଇ ଫଳ ଉତ୍ପନ୍ନ କର ଓ ତୁମମାନଙ୍କର ଫଳ ସ୍ଥାୟୀ ହୁଏ, ଏଥି ନିମନ୍ତେ ତୁମମାନଙ୍କୁ ନିଯୁକ୍ତ କରିଅଛି। ସେଥିରେ ତୁମେମାନେ ମୋ ନାମରେ ପିତାଙ୍କୁ ଯାହା କିଛି ମାଗିବ ସେ ତାହା ତୁମମାନଙ୍କୁ ଦେବେ। ହାଲେଲୁୟା। ଆଉ ସେ କହୁଛନ୍ତି ତୁମେମାନେ ଯେପରି ପରସ୍ପରକୁ ପ୍ରେମ କର, ଏଥି ନିମନ୍ତେ ମୁଁ ତୁମମାନଙ୍କୁ ଏହି ସମସ୍ତ ଆଜ୍ଞା ଦେଉଅଛି। ସେ ପୂର୍ବରୁ ତୁମମାନଙ୍କୁ ଜାଣିଛନ୍ତି। ହାଲେଲୁୟା। ପୂର୍ବରୁ ସେ ତୁମମାନଙ୍କୁ କ'ଣ କରିଛନ୍ତି? ଚିହ୍ନିଛନ୍ତି। ଆଉ ପୂର୍ବରୁ ତୁମମାନଙ୍କୁ ମନୋନୀତ କରି ତାହାଙ୍କ ରାଜ୍ୟର ଉତ୍ତରାଧିକାରୀ କରିଅଛନ୍ତି। ତେଣୁ ତୁମମାନଙ୍କୁ ଖୋଜି 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 ଆଉ ଏ ମାୟା ଜଞ୍ଜାଲରେ, ଏ ମାୟା ଅନ୍ଧକାରରୁ ତୁମମାନଙ୍କୁ ତାହାଙ୍କର ଆଲୋକକୁ ନେବାକୁ ପ୍ରଭୁ ଆସିଅଛନ୍ତି। ହାଲେଲୁୟା। ତେଣୁ ଖ୍ରୀଷ୍ଟିଆନ ହେବାର ଅଛି ବୋଲି କହିଲେ ଏତେ ସହଜ ବିଷୟ ନୁହେଁ। ମୋର ପ୍ରିୟ ବିଜାତି ଭାଇମାନେ, ଯେଉଁମାନେ ପ୍ରଭୁଙ୍କୁ ପାଇନ, ସେମାନଙ୍କୁ ମୁଁ କହୁଅଛି ଆଉ ବାଧା ଦେବା ପାଇଁ ଆଗକୁ ଆସ ନାହିଁ। ଯେହେତୁ ଆମମାନଙ୍କୁ ପ୍ରଭୁ ଯୀଶୁ ମନୋନୀତ କରିଅଛନ୍ତି, ଏବେ ଆମେ ଆହୁତ ହୋଇଅଛୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରେମରେ ଆମେମାନେ ମନୋନୀତ ହୋଇଅଛୁ। ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି ସେମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୁତ ହୁଅନ୍ତି, ଆହୁତ ହୋଇଅଛନ୍ତି। ଈଶ୍ୱର ଯେପରି ଈଶ୍ୱର ସେ ସମସ୍ତ ବିଷୟରେ ସେମାନଙ୍କ ମଙ୍ଗଳ ସାଧନ କରନ୍ତି, ଏହା ଆମେମାନେ ଜାଣୁଛୁ। ପ୍ରଭୁ ଯୀଶୁ ତାଙ୍କର ମନୋନୀତ ଲୋକମାନଙ୍କୁ ମଙ୍ଗଳ ଦାନ ଦେବେ। ହାଲେଲୁୟା। ଏ ଜଗତ ଦେଉଥିବା ମଙ୍ଗଳ ନୁହେଁ, ଏ ଜଗତ ଦେଉଥିବା ଆନନ୍ଦ ନୁହେଁ, ଏ ଜଗତ ଦେଉଥିବା ଖୁସି ନୁହେଁ, ମାତ୍ର ପ୍ରଭୁ ମଙ୍ଗଳ ଦାନ ଦେବାକୁ ଇଚ୍ଛା କରୁଅଛନ୍ତି। ହାଲେଲୁୟା। ପ୍ରଭୁ ମଙ୍ଗଳ ଦାନ ଦେଇକରି ଏମିତିକାର ମଙ୍ଗଳ ଦାନ ଦେବେ, ପ୍ରଭୁ ଚିରକାଳ ତାଙ୍କ ସହିତ ସେ ଦାନ ରହିଯିବ। ଚିରକାଳ ପ୍ରଭୁଙ୍କ ଠାରେ ତାହା ରହିବ। ସେ ଗୌରବାନ୍ୱିତ ହେବ। ମୋର ପ୍ରିୟ ଲୋକମାନେ, ଯେତେ ଲୋକ ତୁମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଛ, ତୁମେ ମଙ୍ଗଳ ଦାନ ପାଇପାରିବ। ଥରେ ଯୀଶୁଖ୍ରୀଷ୍ଟଙ୍କୁ ପାଇଲା ପରେ ଆଉ ସେ ପଛଘୁଞ୍ଚା ହେବାର ଆବଶ୍ୟକ ନାହିଁ। କାରଣ ପ୍ରଭୁ ଯୀଶୁ ତାକୁ ଗୋଟେ ମାଡ଼ ମାରିଥିଲେ ମଧ୍ୟ ଆଗକୁ କୋଡ଼ି ନେବେ। ଧନ୍ୟ ସେମାନେ ଯେଉଁମାନେ ପରମେଶ୍ୱରଙ୍କୁ ପ୍ରେମ କରୁଛନ୍ତି। ଧନ୍ୟ ସେମାନେ ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଚାଲୁଛନ୍ତି। ଧନ୍ୟ ସେମାନେ ଯେଉଁମାନେ ପରମେଶ୍ୱରଙ୍କ ସଂକଳ୍ପ ଅନୁସାରେ ଆହୁତ ହୋଇଅଛନ୍ତି। ସେମାନଙ୍କୁ ପରମେଶ୍ୱର ଯେଉଁ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରିବେ, ସେ ବିଷୟରେ ସେମାନଙ୍କୁ ପ୍ରଭୁ ଜଣାଇବେ। ହାଲେଲୁୟା। ତାଙ୍କୁ କେଉଁ ପ୍ରକାର ଭାବରେ ପରମେଶ୍ୱର ରଖିବେ ବୋଲି କହିଲେ, ସେ ଧବଳ ସିଂହାସନରେ, ସେ ଅବିନାଶୀ ରାଜ୍ୟରେ, ପରମେଶ୍ୱରଙ୍କର ସିଂହାସନ ସମ୍ମୁଖରେ ଅନେକ ସିଂହାସନ ଗୁଡ଼ାକ ବସିବ। ସେହି ସିଂହାସନରେ ସେ ଗୌରବାନ୍ୱିତ ହୋଇ ଯୁଗେ ଯୁଗେ ଅନେକଙ୍କୁ ଶାସନ କରିବେ। ପରମେଶ୍ୱରଙ୍କର ଆତ୍ମିକ ବିଷୟ ସବୁ ସେମାନଙ୍କୁ ଦିଆଯିବ। ସେମାନେ ଆଉ କେମିତି ହେବେ ବୋଲି କହିଲେ, ସେ ଲେଖା ହେଇଛି, କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପୀ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି। ହାଲେଲୁୟା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପରି
ଆମମାନଙ୍କୁ ସେ କ'ଣ କରିଦେବେ ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତିରେ ପରିଣତ କରିଦେବେ। ଆମେ ଯେତେ ଲୋକ ଆଉ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଅଛୁ ଆମେ ସମସ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପରି ହେଇଯିବା। ପ୍ରେଜ୍ ଦ ଲର୍ଡ। ସେ ଯେଉଁ ପ୍ରକାର ଆମେମାନେ ମଧ୍ୟ ସେଇ ପ୍ରକାର। ଆରମ୍ଭରେ ହିଁ ଆଦାମଙ୍କୁ ସୃଷ୍ଟି କରିବା ସମୟରେ ହିଁ ପ୍ରଭୁ ଆପଣା ପ୍ରତିମୂର୍ତ୍ତିରେ ଆଦାମଙ୍କୁ ସୃଷ୍ଟି କଲେ। ପ୍ରଭୁ ଯେ ପ୍ରକାର ଆଦାମ ସେ ପ୍ରକାର। ହାଲେଲୁୟା। ହେଲେ ପ୍ରଭୁ ମଧ୍ୟ ମହିମାନ୍ୱିତ, ଆଦାମ ମଧ୍ୟ ଗୌରବାନ୍ୱିତ। ଯେହେତୁ ସେହିପରି ଆମମାନଙ୍କୁ ପରମେଶ୍ୱର ତାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିରେ ଆମମାନଙ୍କୁ କ'ଣ କରୁଛନ୍ତି? ପରିଣତ କରିଅଛନ୍ତି। ନିରୂପଣ ଆମମାନଙ୍କୁ ସେ କ'ଣ କରୁଛନ୍ତି ବୋଲି କହିଲେ ତାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପୀ ହେବା ନିମନ୍ତେ ପୂର୍ବରୁ ନିରୂପଣ କରୁଅଛନ୍ତି। ପୂର୍ବରୁ ବୋଲି କହିଲେ ଆଦ୍ୟରୁ ଆମେମାନେ ପରମେଶ୍ୱରଙ୍କର ସେଇ ଅଣୁଅଠୁ ଆମମାନଙ୍କୁ ପରମେଶ୍ୱର ତାଙ୍କର ଆତ୍ମାରେ ଜନ୍ମ ଦେଇଅଛନ୍ତି। ତେଣୁ ଜହନ୍‌ର ସୁସମାଚାରରେ ପ୍ରଭୁ କହିଅଛନ୍ତି ଯେତିକି ଲୋକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବେ ଏବଂ ତାହାଙ୍କର ସନ୍ତାନ ସନ୍ତତି ହେବେ, ଈଶ୍ୱରଙ୍କ ଯେତିକି ଲୋକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବେ ସେ ସମସ୍ତଙ୍କୁ ପରମେଶ୍ୱରଙ୍କର ସନ୍ତାନ ସନ୍ତତି ହେବା ନିମନ୍ତେ ଆଉ ସେ କ'ଣ କରିବେ? ଅଧିକାର ଦେବେ। ସେମାନେ ରକ୍ତରୁ, ମନୁଷ୍ୟର ଇଚ୍ଛାରୁ ଆଉ ଲୋକମାନଙ୍କ ଇଚ୍ଛାରୁ ସେମାନେ ଜାତ ହୋଇନାହାନ୍ତି, ମାତ୍ର ପରମେଶ୍ୱରଙ୍କର ଇଚ୍ଛାରୁ ଜାତ ହୋଇଅଛନ୍ତି। ହାଲେଲୁୟା। ସେମାନଙ୍କୁ ପରମେଶ୍ୱର ପୂର୍ବରୁ ଚିହ୍ନିଥିଲେ। ସେମାନଙ୍କୁ ପରମେଶ୍ୱର ଆଉ ମନୋନୀତ କରିବେ। ଆଉ ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରୁଥିଲେ ସେମାନଙ୍କୁ ସେ ମଧ୍ୟ ଆହ୍ୱାନ କଲେ। ହାଲେଲୁୟା। ପୁଣି ଯେଉଁମାନଙ୍କୁ ସେ ଆହ୍ୱାନ କଲେ ସେମାନଙ୍କୁ ସେ ମଧ୍ୟ ଧାର୍ମିକ ଗଣିଲେ। ହାଲେଲୁୟା। ଆପଣମାନଙ୍କୁ ମୁଁ କହିବାକୁ ଚାହେଁ ଯେଉଁମାନେ ନାସ୍ତିକବାଦୀ ମାନେ, ଯେଉଁମାନେ ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହୁଅଛ, ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିନ, ସେମାନଙ୍କୁ ମୁଁ କହିବାକୁ ଚାହେଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାର ଅଛି ବୋଲି କହିଲେ ଧାର୍ମିକ ଗଣିତ ହେବାର ଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାର ଅଛି ବୋଲି କହିଲେ ସେ ନିଜେ ଡାକିବାର ଅଛି। ଯୀଶୁ ନ ଡାକିଲେ ତୁମେ ଯୀଶୁଙ୍କ ପାଖକୁ ଯାଇପାରିବ ନାହିଁ। ହାଲେଲୁୟା। ଯୀଶୁଙ୍କ ପରି ନହେଲେ ତୁମେ ତାଙ୍କ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ତୁମେ କହୁଛ ଧର୍ମ ପରିବର୍ତ୍ତନ କରୁଛନ୍ତି, ଲୋକମାନଙ୍କୁ ବଦଳାଇ ଦେଉଛନ୍ତି। ତୁମେମାନେ ବି ସେମିତି କରୁନ। ତୁମର ସେଇ ଆଉ ତୁମମାନଙ୍କର ଧର୍ମ ପ୍ରଚାର ଯଦି ସତ୍ୟ ଅଟେ, ତୁମମାନଙ୍କର ଯେଉଁ ପରମେଶ୍ୱର ଯାହାକୁ ତୁମେ ପରମେଶ୍ୱର ବୋଲି କହୁଅଛ ସେମାନଙ୍କୁ ଯଦି ସତ୍ୟ, ତ ସତ୍ୟ ପ୍ରଚାର କର। ତୁମେମାନେ ମଧ୍ୟ ତୁମର ସେ ସତ୍ୟ ବାକ୍ୟ କହିକରି ଅନେକଙ୍କୁ ପରିବର୍ତ୍ତନ କର। କିନ୍ତୁ ଖ୍ରୀଷ୍ଟିଆନ ଲୋକମାନଙ୍କୁ ମାରିବା, ଖ୍ରୀଷ୍ଟିଆନ ଲୋକମାନଙ୍କୁ ଡରାଇବା, ତାଙ୍କର ଚର୍ଚ୍ଚ ମାନେ ପୁଡ଼େଇ ଦେବା, ତାଙ୍କ ଲୋକମାନଙ୍କୁ ଅନ୍ୟାୟ ଅତ୍ୟାଚାର କରିବା, ଏଇଟା ତୁମମାନଙ୍କ ପକ୍ଷରେ ଠିକ୍ ନୁହେଁ। ପରମେଶ୍ୱର ଯେତେବେଳେ କ୍ରୋଧାନ୍ୱିତ ହେବେ, ପ୍ରଭୁ ଯୀଶୁ ଯେତେବେଳେ ଜାତି ସମୂହକୁ ବିଚାର କରିବେ, ସେତେବେଳେ ତୁମମାନଙ୍କର ପରିସ୍ଥିତି କ'ଣ ତୁମମାନେ ଟିକେ ଚିନ୍ତା କର। ଧର୍ମ ପରିବର୍ତ୍ତନ ନୁହେଁ ମୋର ଭାଇମାନେ, ମନ ପରିବର୍ତ୍ତନ। ଯାହାର ମନ ପରିବର୍ତ୍ତନ ହେବ ସେ ହିଁ ଅନନ୍ତ ଜୀବନର ଅଧିକାର ହେଇପାରିବ। ଯାହାର ମନ ପରିବର୍ତ୍ତନ ହେବ, ଯେ ନୂତନ ଭାବରେ ଜନ୍ମଗ୍ରହଣ କରିବ, ସେ ପରମେଶ୍ୱରଙ୍କ ରାଜ୍ୟର ଅଧିକାର ହେଇପାରିବ। ସେ ହିଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତିରେ ପରିଣତ ହେଇପାରିବ। ତାହାକୁ ହିଁ ପରମେଶ୍ୱର ଗୌରବାନ୍ୱିତ କରିବେ। ତାହାକୁ ପରମେଶ୍ୱର ଡାକିବେ, ତାହାକୁ ହିଁ ଡାକିବେ ପରମେଶ୍ୱର। ପ୍ରଭୁ ଯୀଶୁ ଯାହାକୁ ଡାକୁଛନ୍ତି ସେମାନେ ପରମେଶ୍ୱରଙ୍କ ରାଜ୍ୟର ଅଧିକାର ହେଇପାରିବେ।
ଆପଣମାନେ କ'ଣ ଭାବୁଛନ୍ତି? ଆପଣମାନେ ଯେଉଁ ଯାହା ଭାବୁଛନ୍ତି ତାହା ଜାଗତିକ ଅଟେ। ଆପଣମାନେ ଯେଉଁ ବିଷୟରେ ଚିନ୍ତା କରୁଛ ଜାଗତିକ ବିଷୟରେ ଚିନ୍ତା କରୁଅଛ। ପ୍ରଭୁ ଯୀଶୁ କହନ୍ତି, ମୁଁ ସେମାନଙ୍କୁ ଡାକିଅଛି, ମୁଁ ସେମାନଙ୍କୁ ମନୋନୀତ କରିଅଛି, ସେମାନଙ୍କୁ ମୁଁ ପ୍ରେମ କରୁଛି, ସେମାନେ ହିଁ ମୋର ଆଜ୍ଞା ପାଳନ କରିପାରିବେ। ହାଲେଲୁୟା। ମୁଁ ଯେଉଁ ଆଜ୍ଞା ତୁମମାନଙ୍କୁ ଦେଉଅଛି ତାହା ହେଉଛି ତୁମେମାନେ ପରସ୍ପରକୁ ପ୍ରେମ କର। ତୁମମାନଙ୍କର ପ୍ରେମ ଜଗତକୁ ଦେଖାଅ, ତୁମମାନଙ୍କର ସ୍ନେହ ଜଗତକୁ ଦେଖାଅ, ତୁମମାନଙ୍କର ସହିଷ୍ଣୁତା, ଭଦ୍ରତା, ମିତ୍ରତା, ପ୍ରଭୁଙ୍କର ପ୍ରେମ ଜଗତକୁ ଦେଖାଇବାଟା ଅଛି ପ୍ରଭୁଙ୍କର ଲୋକମାନଙ୍କର କର୍ତ୍ତବ୍ୟ। ମୋର ପ୍ରିୟ ଲୋକମାନେ, ପ୍ରଭୁଙ୍କୁ ତ୍ରାଣକର୍ତ୍ତା ଭାବେ ଗ୍ରହଣ କରିବ ଯିଏ, ସେ ଲୋକ ବହୁତ ଧନ୍ୟ। ତାଙ୍କଠାରେ ଅନନ୍ତ ଜୀବନ ଅଛି। ସେ ଗୌରବାନ୍ୱିତ ହେବ। ପୁଣି ସେ ପରମେଶ୍ୱର ତାକୁ ଧାର୍ମିକ ବୋଲି ଗଣିତ କରିବ। ଧାର୍ମିକ ବୋଲି ଗଣିତ ସେ ଲୋକ ହେବ, ଯେହେତୁ ପ୍ରଭୁ ଯୀଶୁ ନିଜେ ତାହାକୁ ଧାର୍ମିକ ଗଣିତ କରିବେ। ଧାର୍ମିକ ବୋଲି କହିଲେ କେମିତି? ଧାର୍ମିକ ବୋଲିବା ପଦ କ'ଣ ସାଧାରଣ କି? ସାଧାରଣ ନୁହଁ, ସେଟା ଅସାଧାରଣ ଅଟେ। ଯେଉଁମାନଙ୍କୁ ସେ ଆହ୍ୱାନ କଲେ ସେମାନଙ୍କୁ ସେ ମଧ୍ୟ ଧାର୍ମିକ ବୋଲି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ ସେମାନଙ୍କୁ ସେ ମଧ୍ୟ ଗୌରବାନ୍ୱିତ କଲେ। ହାଲେଲୁୟା। ଗୌରବରେ ସେ ବସ୍ତ୍ରାନ୍ୱିତ କରିବେ, ମହିମା ବସ୍ତ୍ର ଦେଇ ଗୌରବମୟ ମୁକୁଟରେ ଭୂଷିତ କରିବେ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଆପଣମାନେ ଜାଣନ୍ତୁ ଯେ ଧର୍ମ ପରିବର୍ତ୍ତନ ନୁହେଁ, ମନ ପରିବର୍ତ୍ତନ। ଯେଉଁମାନେ ମନ ପରିବର୍ତ୍ତନ କରିବେ ସେମାନଙ୍କ ପାଇଁ ପ୍ରଭୁ ଯୀଶୁ ଜୀବନର ମୁକୁଟ, ଦୟାର ମୁକୁଟ, ଅକ୍ଷୟ ମୁକୁଟ ପ୍ରଦାନ କରିବାକୁ ଯାଉଅଛନ୍ତି। ଯେଉଁମାନେ ମନ ପରିବର୍ତ୍ତନ କରିବେ ଅନନ୍ତ ଜୀବନର ଅଧିକାର ହେବାକୁ ସେମାନେ ଯାଉଅଛନ୍ତି। ସେମାନେ ନୂତନ ଜୀବନ ଯାପନ କରିବାକୁ ଯାଉଅଛନ୍ତି। ଏ ଜଗତର ଲୋକମାନେ, ତୁମମାନଙ୍କର ବିଷୟ କ'ଣ? ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏପର୍ଯ୍ୟନ୍ତ ପାଇନ, ଆପଣମାନଙ୍କୁ ସୁଯୋଗ ଅଛି। ପ୍ରଭୁ ଯୀଶୁ ତ୍ରାଣକର୍ତ୍ତା ବୋଲି ବିଶ୍ୱାସ କର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ତ୍ରାଣକର୍ତ୍ତା ଭାବେ ଗ୍ରହଣ କର। ସେ ତୁମମାନଙ୍କୁ ତାହାଙ୍କ ରାଜ୍ୟର ଅଧିକାରୀ କରିବେ। ମୋର ପ୍ରିୟ ଲୋକମାନେ, ଯେଉଁମାନେ ଏ ବାକ୍ୟ ଶୁଣୁଅଛ ସେ ସମସ୍ତଙ୍କୁ ମୁଁ କହିବାକୁ ଚାହେଁ, ଏ ଜଗତ ଆମମାନଙ୍କର ନୁହେଁ। ଏ ଜଗତ ପାଇଁ ଜଗତ ଲୋକମାନେ ମାଡ଼ଗୋଳ ହୁଅନ୍ତି, କିନ୍ତୁ ଏ ଜଗତ ମଧ୍ୟରେ ପ୍ରଭୁ ଯୀଶୁ ଆମମାନଙ୍କୁ ମନୋନୀତ କରିଅଛନ୍ତି। ପ୍ରେଜ୍ ଦ ଲର୍ଡ। ସେ ଯେତେବେଳେ ଆମମାନଙ୍କୁ ଏ ଜଗତ ମଧ୍ୟରୁ ନେଇଯିବେ, ସେତେବେଳେ ଏ ଜଗତରେ ଥିବା ଲୋକମାନଙ୍କର ପରିସ୍ଥିତି ବଡ଼ ଭୟଙ୍କର ହୋଇଯିବ। ତେଣୁ ଯେତେ ଲୋକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପାଇବାକୁ ଇଚ୍ଛା କରୁଅଛ, ସେମାନେ ଯଥାଶୀଘ୍ର ପ୍ରଭୁଙ୍କଠାରେ ବିଶ୍ୱାସ କର, ତାହାଙ୍କ ନାମରେ ବାପ୍ତିଜିତ ହୁଅ, ଅନନ୍ତ ଜୀବନର ଅଧିକାରୀ ହୁଅ। ତୁମମାନଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ, କୌଣସି ଧନ ଦେବାକୁ ପଡ଼ିବ ନାହିଁ, କୌଣସି ପ୍ରୁଫ୍ ଦେବାକୁ ତୁମକୁ ପଡ଼ିବ ନାହିଁ। ତୁମର ମନ, ଆତ୍ମା, ପ୍ରାଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଚରଣ ତଳେ ଥୋଇଦିଅ। ତୁମର ମନ ପରିବର୍ତ୍ତନ କର, ଅନନ୍ତ ଜୀବନ ବିନା ମୂଲ୍ୟରେ ପ୍ରାପ୍ତ ହୁଅ। ହାଲେଲୁୟା। ପ୍ରଭୁ ଯୀଶୁ ତାହା ଦେବାକୁ ପ୍ରସ୍ତୁତ ଅଟନ୍ତି। ବର୍ତ୍ତମାନ ବିନା ମୂଲ୍ୟରେ ପରମେଶ୍ୱରଙ୍କର ପରିତ୍ରାଣ ତୁମେ ପାଇବାକୁ ଯାଉଅଛ। ପରିତ୍ରାଣ ପାଇବା ପାଇଁ ଲୋକମାନେ ଅନେକ ଟଙ୍କା ଖର୍ଚ୍ଚ କରନ୍ତି। ରକ୍ଷା ପାଇବା ପାଇଁ ଲୋକମାନେ ଅନେକ ଟଙ୍କା ଖର୍ଚ୍ଚ କରନ୍ତି,
କିନ୍ତୁ ସେମାନେ ରକ୍ଷା ପାଆନ୍ତି ନାହିଁ କି ପରିତ୍ରାଣ ପାଆନ୍ତି ନାହିଁ। ଆତ୍ମାର ପରିତ୍ରାଣ ଦେବା ପାଇଁ ପ୍ରଭୁ ଯୀଶୁ ଏ ଜଗତକୁ ଆସିଲେ। ଆତ୍ମା ରକ୍ଷା କରିବା ପାଇଁ ତାଙ୍କର ଶରୀରରେ କ୍ଷତ ବିକ୍ଷତ ହେଲେ। ସେ ଆମମାନଙ୍କ ପାଇଁ ତାଙ୍କର ଜୀବନ ଦେଲେ। ତାହାଙ୍କ ନାମରେ ଯଦି ତୁମମାନେ ବିଶ୍ୱାସ କରିବ ତାହେଲେ ବିନା ମୂଲ୍ୟରେ ତୁମମାନେ କ'ଣ କରିପାରିବ? ଅନନ୍ତ ଜୀବନର ଅଧିକାରୀ ହେଇପାରିବ। ମୋର ପ୍ରିୟ ଲୋକମାନେ, ଆମେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେଇ ଧାର୍ମିକ ଗଣିତ ବୋଲି ଖ୍ୟାତ ଅଛୁ। ଯେହେତୁ ଆମେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମନୋନୀତ କରୁଥିବା ଲୋକମାନେ ଆମମାନଙ୍କୁ ପରମେଶ୍ୱର ଜଗତ ମଧ୍ୟରୁ ମନୋନୀତ କରିଅଛନ୍ତି। ସେ ଉପର ପଦ ଟିକେ ପଢ଼ିବା। ପୁଣି 27 ପୁଣି ଯେ ଆମମାନଙ୍କ ହୃଦୟ ଅନୁସନ୍ଧାନ କରନ୍ତି ସେ ଆତ୍ମାଙ୍କ ଦାନ ଆତ୍ମାଙ୍କ ଭାବ କ'ଣ ତାହା ଜାଣନ୍ତି, କାରଣ ସେ ଈଶ୍ୱରଙ୍କ ଇଚ୍ଛାନୁସାରେ ସାଧୁମାନଙ୍କ ନିମନ୍ତେ ନିବେଦନ କରନ୍ତି। କିଏ ବୋଲି କହିଲେ ତା ଉପରେ ଲେଖା ଅଛି ପବିତ୍ର ଆତ୍ମା। ପବିତ୍ର ଆତ୍ମା ଆମମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି। କ'ଣ ବୋଲି କହିଲେ? ସାଧୁମାନଙ୍କ ନିମନ୍ତେ ନିବେଦନ କରନ୍ତି। ସାଧୁମାନେ ବୋଲି କହିଲେ କିଏ କୁହନ୍ତୁ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ଲୋକମାନେ ହେଉଛନ୍ତି ସାଧୁମାନେ। ତାର 24 ଦେଖିବା 24 8:24 କାରଣ ଭରସାରେ ଆମେମାନେ ପରିତ୍ରାଣ ପାଇଅଛୁ। ପ୍ରେଜ୍ ଦ ଲର୍ଡ। ଭରସାରେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଥିବାରୁ ଆମେମାନେ ଭରସାରେ ପରିତ୍ରାଣ ପାଇଅଛୁ। ଭରସାରେ ରହିବାର ଧାର୍ମିକ ଗଣିତ ଅଛୁ। ଭରସାରେ ପ୍ରାପ୍ତ ଅଛୁ। ଆମେ କ'ଣ? ପରିତ୍ରାଣ। ପରିତ୍ରାଣ ନ ପାଇଲେ ତୁମମାନେ ସ୍ୱର୍ଗ ରାଜ୍ୟକୁ ଯାଇପାରିବ ନାହିଁ। ପରିତ୍ରାଣ ନ ପାଇଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତିରେ ପରିଣତ ହୋଇପାରିବ ନାହିଁ। ପରିତ୍ରାଣ ନ ପାଇଲେ ତୁମେମାନେ ପରମେଶ୍ୱରଙ୍କର ମଙ୍ଗଳ ଦାନ ପାଇପାରିବ ନାହିଁ। ତୁମେ ପରିତ୍ରାଣ ନ ପାଇଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଗୌରବମୟ ରୂପରେ ତୁମେ ପରିଣତ ହୋଇପାରିବ ନାହିଁ। ହାଲେଲୁୟା। ସେଠି ଲେଖା ହେଇଛି ଆମେମାନେ ଭରସାରେ ପରିତ୍ରାଣ ପାଇଅଛୁ, କିନ୍ତୁ ଦୃଷ୍ଟିଗୋଚର ଯେଉଁ ଭରସା ତାହା ଭରସା ନୁହେଁ। ଯେଣୁ ଯାହା ଜଣେ ଦେଖିଅଛି ସେଥି ନିମନ୍ତେ ସେ କାହିଁକି ଆଉ ଭରସା କରିବ? ହାଲେଲୁୟା। ପରିତ୍ରାଣ ବୋଲିବା ଜିନିଷ ଏ ଜଗତର ଦେଖିବା ବିଷୟ ନୁହେଁ। ତା ଅଦୃଶ୍ୟ ଅଟେ। ତା ଆତ୍ମା ସମ୍ବନ୍ଧୀ ଅଟେ। ଯେଉଁମାନେ ତାହା ପ୍ରାପ୍ତ ହେବେ ସେମାନେ ଗୌରବାନ୍ୱିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପରି ପରିଣତ ହୋଇଯିବେ। କିନ୍ତୁ ଆମେମାନେ ଯାହା ଦେଖୁନାହୁଁ, ଯଦି ତାହା ନିମନ୍ତେ ଭରସା କରୁ ତାହେଲେ ଧୈର୍ଯ୍ୟ ସହକାରେ ତା ଅପେକ୍ଷାରେ ଥାଉ। ପ୍ରେଜ୍ ଦ ଲର୍ଡ। ଧୈର୍ଯ୍ୟ ସହକାରେ ଆମେ ଯୀଶୁ ଖ୍ରୀଷ୍ଟଙ୍କର ଆଗମନକୁ ଅପେକ୍ଷାରେ ଅଛୁ। ସେ ଆସିବେ, ଆମମାନଙ୍କୁ ତାହାଙ୍କ ରାଜ୍ୟକୁ ନେଇଯିବେ। ଆମେ ଧୈର୍ଯ୍ୟ ସହକାରେ ଅଛୁ। ତାହାଙ୍କର ଦ୍ୱିତୀୟ ଆଗମନ ପାଇଁ ଆମେମାନେ ପ୍ରସ୍ତୁତ ହୋଇଅଛୁ। ତାହାଙ୍କର ପ୍ରଥମ ଆଗମନରେ ତାଙ୍କେ ଯାହା କରିଅଛନ୍ତି ସେ ବିଷୟରେ ଆମେ ବିଶ୍ୱାସ କରୁଅଛୁ। ତାଙ୍କ ଦ୍ୱିତୀୟ ଆଗମନ ପାଇଁ ଆମେ ଅପେକ୍ଷା କରୁଅଛୁ। ସେ ଆସିବେ, ଆମମାନଙ୍କୁ ତାହାଙ୍କ ରାଜ୍ୟକୁ ନେବା ପାଇଁ ପବିତ୍ର ଆତ୍ମା ଆମମାନଙ୍କୁ ପ୍ରସ୍ତୁତ କରିବେ। ମୋର ପ୍ରିୟ ଲୋକମାନେ, ଆଜିର ବାକ୍ୟ ଆପଣମାନଙ୍କ ଜୀବନରେ କାର୍ଯ୍ୟକାରୀ ହେଲା ବୋଲି ମୁଁ ବିଶ୍ୱାସ କରୁଅଛି। ଆପଣମାନେ ପ୍ରଭୁଙ୍କ ଠାରେ ସ୍ଥିର ହୋଇକି ରୁହ। ପ୍ରଭୁଙ୍କୁ ପ୍ରେମ କର। ପ୍ରଭୁଙ୍କୁ ଯେଉଁମାନେ ପ୍ରେମ କରିବେ ସେମାନେ ପରମେଶ୍ୱରଙ୍କର ମଙ୍ଗଳ ଦାନ ପ୍ରାପ୍ତ ହେବେ। ପରମେଶ୍ୱରଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପରିଣତ ହେବେ। ପରମେଶ୍ୱରଙ୍କ ପୁତ୍ରଙ୍କର
ସଦୃଶ ସେ ଗୌରବାନ୍ୱିତ ହୋଇପାରିବେ। ଯେହେତୁ ପ୍ରଭୁ ଯୀଶୁ ପୂର୍ବରୁ ସେମାନଙ୍କୁ ମନୋନୀତ କରିଅଛନ୍ତି। ସେମାନେ ଧାର୍ମିକ ଲୋକମାନେ, ସେମାନେ ସାଧୁ ଲୋକମାନେ। ପ୍ରେଜ୍ ଦ ଲର୍ଡ। ସାଧୁମାନେ କିଏ? ସାଧୁମାନଙ୍କୁ କହିଲେ ଆମେମାନେ ଆକା, ଯେଉଁମାନେ ଯାହାକୁ ପ୍ରଭୁ ମନୋନୀତ କରିଅଛନ୍ତି ସେମାନେ ହିଁ ସାଧୁମାନେ। ସେମାନେ ହିଁ ବଧୂକନ୍ୟା ଅଟନ୍ତି। ସେମାନେ ହିଁ ପ୍ରଥମ ପୁନରୁତ୍ଥାନରେ ଉଠିବେ। ମୋର ପ୍ରିୟ ଲୋକମାନେ, ଆସନ୍ତା ଭିଡ଼ିଓରେ ଆପଣମାନଙ୍କୁ ପ୍ରଥମ ପୁନରୁତ୍ଥାନ କ'ଣ, ଦ୍ୱିତୀୟ ପୁନରୁତ୍ଥାନ କ'ଣ ସେ ବିଷୟରେ କହିବି। ପ୍ରାର୍ଥନା ସହିତ ଆପଣମାନେ ଆମ ସିୟନ ମଣ୍ଡଳର ବାକ୍ୟ ଶୁଣନ୍ତୁ। ପ୍ରଭୁ ଆମ ସମସ୍ତଙ୍କୁ ଏ ପଠିତ ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତ କରି ସଦା ପ୍ରଭୁ ଆଶ୍ଚର୍ଯ୍ୟ ପରାକ୍ରାନ୍ତ ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଅଛୁ। ଯେଉଁମାନେ ପରମେଶ୍ୱର ବର୍ତ୍ତମାନ ଅସୁସ୍ଥ ଅଛନ୍ତି ସେମାନଙ୍କୁ ତୁମେ ସୁସ୍ଥ କର। ସେମାନଙ୍କୁ ଛୁଇଁ ଦିଅ। ସେମାନଙ୍କୁ ଯେଉଁମାନେ ଅଭାବଗ୍ରସ୍ତ ଅଛନ୍ତି ପ୍ରଭୁ ସେମାନଙ୍କୁ ତୁମେ ଶୃଙ୍ଖଳ ଆଉ ସେମାନଙ୍କୁ ତୁମେ ଆଶୀର୍ବାଦ କର। ସେମାନଙ୍କୁ ପରମେଶ୍ୱର ପ୍ରଭୁ ସୁସ୍ଥ ସବଳ କର। ସେମାନଙ୍କୁ ଯାହା କିଛି ପ୍ରାର୍ଥନା କରି ମାଗିବେ ସେ ସମସ୍ତ ବିଷୟ ତୁମେ ପ୍ରଦାନ କର। ମହିମା ଗୌରବ ପ୍ରଶଂସା ଆମେ ତୁମକୁ ଦେଇ ଯୀଶୁଙ୍କ ନାମରେ ପ୍ରାର୍ଥନା କଲେ ପ୍ରଭୁ। ଆମେନ୍। ପ୍ରେଜ୍ ଦ ଲର୍ଡ।